ମୁଁ ତ ଜଗନ୍ନାଥଙ୍କୁ ବର୍ତ୍ତମାନ ପ୍ରଣାମ କରୁଛି। ଆଉ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ କଲ୍ୟାଣ ପାଇଁ ଜଗନ୍ନାଥଙ୍କୁ ଆଉ ଥରେ ବି ମଧ୍ୟ ମୁଁ ପ୍ରଣାମ କରୁଛି ଯେ ଓଡ଼ିଶା ଯେହେତୁ ଡବଲ ଇଞ୍ଜିନ୍ ସରକାର ଆସିଛି, ଓଡ଼ିଶାର ସାର୍ବଭୌମ ଉନ୍ନତି ହେଇକି କେମିତି ନୂତନ ଓଡ଼ିଶା ଗଠନ ହେବ, ଓଡ଼ିଶା କେମିତି ଆମର ସାରା ଭାରତରେ ନମ୍ବର ୱାନ୍ ରାଜ୍ୟ ହେବ, ଓଡ଼ିଶାର ସମସ୍ତ ଜନସାଧାରଣ କେମିତି ଭଲରେ ରହିବେ, ଯେଉଁ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ାକ ହେଉଛି ସରକାରୀ ସ୍ତରରେ କେନ୍ଦ୍ର ସରକାରଙ୍କର ହେଉ ଓଡ଼ିଶା ସରକାର ହେଉ କେମିତି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ମୁଁ କୋଟି କୋଟି ପ୍ରଣାମ କରୁଛି ଜଗନ୍ନାଥକୁ। ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟ ହେବ ଏବଂ ତାଙ୍କ ବଚନ ରଖିକି ସେ ଆମର କରୁଛନ୍ତି ଏନ୍ଆର୍ଆଇ କାର୍ଯ୍ୟକ୍ରମ ହେବ, ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବି ଅଛି, ସେମିତି କ'ଣ ରଖିବେ? ଦେଖନ୍ତୁ, ପ୍ରଧାନମନ୍ତ୍ରୀଙ୍କର ତ ଲକ୍ଷ୍ୟ ଅଛି ପୂର୍ବୋଦୟ ବିକାଶରେ, ସେଥିରେ ଓଡ଼ିଶା ଏକ ନମ୍ବରରେ ଅଛି। ଏବେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବି ଅଛି, ଆପଣମାନେ ଜାଣିଥିବେ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଫୋକସ୍ରେ ରଖିଛନ୍ତି। ଆମେ ଯେହେତୁ ଡବଲ ଇଞ୍ଜିନ୍ ସରକାରରେ ଅଛୁ, ଆମେ ବର୍ତ୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଗ୍ୟାରେଣ୍ଟି ନେଇକି କାମ କରୁଛୁ, ମୋଦି ଗ୍ୟାରେଣ୍ଟି ନେଇକି କାମ କରୁଛୁ। ନିଶ୍ଚିତ ଭାବରେ ଓଡ଼ିଶାର ବିକାଶ ହେବ। ବିରୋଧୀ ଦଳ ବର୍ତ୍ତମାନ ଯେହେତୁ ପାୱାରରେ ଥିଲେ 24 ବର୍ଷ ହେଲା, ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି, ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି, ବିଭିନ୍ନ ପ୍ରକାର ଅପପ୍ରଚାର କରୁଛନ୍ତି। ତେଣୁ ମୁଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି ନୂତନ ବର୍ଷର ସମସ୍ତଙ୍କର ମଙ୍ଗଳ ହେଉ ଏବଂ ଓଡ଼ିଶାର ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡ଼ାକ ଜନସାଧାରଣ କେମିତି ଉପକୃତ ହେବେ ସେଥିପ୍ରତି ମଧ୍ୟ। ଦେଖନ୍ତୁ, ଚିଫ୍ ହୁଇପ୍ ପୋଷ୍ଟଟା ଗୁରୁ ଦାୟିତ୍ୱ ଆସେମ୍ବଲିରେ ବି ଅଛି, ସରକାରଙ୍କର ବି ଅଛି। ଯେହେତୁ ମୁଁ ନୂତନ ଭାବରେ ଆସୁଛି, ଦାୟିତ୍ୱ ନେଇଛି, ମୁଁ ଫାର୍ଷ୍ଟ ଟାଇମ୍ ଏମ୍ଏଲ୍ଏ, ଫାର୍ଷ୍ଟ ଟାଇମ୍ ଚିଫ୍ ହୁଇପ୍, ନିଶ୍ଚିତ ଭାବରେ ମୋ ପାଇଁ ଗୋଟେ ଅଗ୍ନି ପରୀକ୍ଷା ବି ଅଛି। ତେଣୁ ମୁଁ ଭଗବାନଙ୍କୁ ଡାକୁଛି, ଜଗନ୍ନାଥଙ୍କୁ ଡାକୁଛି କେମିତି ମୁଁ ମୋର ପୋଷ୍ଟଟା ମୋର କାର୍ଯ୍ୟକ୍ରମ ଗୁଡ଼ାକ ଯାହା ମୋର ଦାୟିତ୍ୱ ଅଛି ସୁଚାରୁ ରୂପେ ତୁଳେଇବି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବି। ଆଉ ବିଶେଷ କରି ନବବର୍ଷ ଶୁଭେଚ୍ଛା 2025 ସମସ୍ତଙ୍କୁ ମୋର ଅଭିନନ୍ଦନ ଏବଂ ଭଗବାନଙ୍କ ଠାରେ ମୁଁ ପ୍ରାର୍ଥନା କରୁଛି କେମିତି ଓଡ଼ିଶାବାସୀ ଠିକରେ ରହିବେ।